ହାପି ହର୍ସ କରାହେଇଥିଲା ସ୍କଟଲ୍ୟାଣ୍ଡ ଜଣେ କଲା ବହୁତ ବଡ଼ ସ୍କଟଲ୍ୟାଣ୍ଡ ଜଣେ ବୈଜ୍ଞାନିକ ସେ ବୈଜ୍ଞାନିକ ଆସେ ଆସେ ତତେ କହିବେ ମୋର ଅଦେଶ ସ୍କଟଲ୍ୟାଣ୍ଡ ତାପରେ 1861 ରେ ଫ୍ରାନ୍ସ ର ଜଣେ ଲୋକ ତାଙ୍କ ନାଁଟା କଣ ବୋନସା ତା ନାଁ କଣ ହେଉଛି BONESSAKER ବୋନସାକା ବୋଲି କହିଲେ ଉଚ୍ଚାରଣ ହେବ ବୋନସାକା ବୋଲି ଉଚ୍ଚାରଣ କରିବି ବୋନସାକା ବୁଝିଲେନି ସିଏ ଆଉ ଟିକେ ଉନ୍ନତ ଲୋକଙ୍କ ନାଁ ଶୁଣ ଯୋଉ ଦେଶର ତାହା ସେମିତି ହୁଏ ଆମ ଦେଶରେ ଆମେ ଭଗବାନଙ୍କୁ ଯେମିତି ମାନୁଛୁ ତାଙ୍କ ଦେଶର ତାଙ୍କ ମାନୁଛୁ ସେମିତି ହଉଛି ଆମ ଦେଶରେ ମ୍ୟାକ୍ସିମମ୍ ଲୋକଙ୍କୁ ଭଗବାନଙ୍କ ନାଁ ଦିଆହେଉଛି ନା ପିଲାମାନଙ୍କୁ ରାମ ଶ୍ୟାମ କରି ଦିଆହେଉଛି ଶିବା ଅଭୟ ନାଁ ଦିଆହେଉଛି ସେମାନେ ସେମିତି ତାଙ୍କର ଖ୍ରୀଷ୍ଟିଆନ ମାନଙ୍କର ଯୋଉ ପ୍ରକାର କାଲଚର ସେଇ ଅନୁସାରେ ତାকে ନାଁ ଦିଅନ୍ତି ପିଲାମାନଙ୍କୁ ବୁଝିଲେ ସେଇଥିରେ ଜଣେ ଲୋକ ସେଠି ଆଉ ଟିକେ ଉନ୍ନତି କଲେ ସେ ସାଇକେଲଟା ଆଉଥରେ କ'ଣ କଲେ ଆଉ ଟିକେ ଉନ୍ନତି କଲେ କ'ଣ କଲେ ଉଡେନ୍ ହ୍ୱିଲ୍ସ ଗେଭ୍ ଏ ରଫ୍ ରାଇଡିଂ ଯୋଉ କାଠର ହ୍ୱିଲଟା ତିଆରି ହେଇଥିଲା ରଫ୍ ରାଇଡିଂ ସେ ଚିକଚାଡ଼ି ହୁଏ ନା